প্রিয় দর্শক বন্ধুগণ নমস্କାର, গুড মর্নিং, সুপ্রଭାତ। ଆସିଅଛି ନୂତନ ଅପଡେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆଜିର ମୁଖ୍ୟ ବିଷୟ ହେଲା ଓଡ଼ିଶା ରାଜ୍ୟର ପାଣିପାଗ ସତର୍କତା। 28, 29, 30 ତାରିଖ ଅକ୍ଟୋବର 3 ଦିନ ଓଡ଼ିଶାର ଭାରୀ ବର୍ଷା ସହିତ ଝଡ଼ ଓ ବଜ୍ରପାତ ହେବ। ଓଡ଼ିଶା ରାଜ୍ୟର 3 ଦିନ স্কুল কলেজ ছুটি ঘোষণা କରାଯାଇଅଛି। দর্শক বন্ধুগণ, ଆପଣମାନେ ଦେଖୁଛନ୍ତି ଓଡ଼ିଶା ୱେଦର ଅପଡେଟ୍ ନ୍ୟୁଜ୍। ଆଜି ଆମେ ନେଇ ଆସିଅଛୁ 28, 29, 30 ଅକ୍ଟୋବର 2000 ପର୍ଯ୍ୟନ୍ତ ଓଡ଼ିଶାର ପାଣିପାଗ ଆଲର୍ଟ ସମ୍ପର୍କରେ ବଡ଼ ସୂଚନା। 28 ତାରିଖ 2025 ମଙ୍ଗଳବାର ଓଡ଼ିଶାର ଅନେକ ଅଞ୍ଚଳରେ ଭାରୀ ବର୍ଷା ଓ ବିଜୁଳି ଘଡ଼ଘଡ଼ି ସହ ଚମକ ଝଟକା ପବନ ବହିବ ଏବଂ ପବନର ବେଗ ବୃଦ୍ଧି ହେବାର ସମ୍ଭାବନା ଅଛି। ଦର୍ଶକ ବନ୍ଧୁଗଣ, 28 ଅକ୍ଟୋବର ମଙ୍ଗଳବାର ଦିନ ଓଡ଼ିଶା ରାଜ୍ୟରେ 9ଟି ଜିଲ୍ଲାରେ ୟେଲୋ ଆଲର୍ଟ ଏବଂ 8ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଅଛି। ଜିଲ୍ଲାଗୁଡ଼ିକ ହେଲା ଅରେଞ୍ଜରେ ଗଜପତି, ଗଞ୍ଜାମ, କାଲାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଅଛି। ପୂର୍ବରୁ ଅତି ପ୍ରବଳ ବର୍ଷା, ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ 50ରୁ 60 କିଲୋମିଟର ପର ଘଣ୍ଟା ମଧ୍ୟରେ ରହିବ, 70 ପର୍ଯ୍ୟନ୍ତ ଯାଇପାରେ ଏବଂ ବର୍ଷାର ପରିମାଣ ରହିବ 12ରୁ 20 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରାଯାଉଅଛି। ଆଗାମୀ 24 ଘଣ୍ଟା ମଧ୍ୟରେ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଝଡ଼ ଓ ବଜ୍ରପାତ ହେବ। ସତର୍କ, ଚାଷୀ ଭାଇମାନେ ନିଜ ଫସଲକୁ ରକ୍ଷା କରନ୍ତୁ, ସୁରକ୍ଷିତ ସ୍ଥାନରେ ରଖନ୍ତୁ। ବୋରି ଓ ଗୋଦାମ ଭିତରେ ପାଣି ନ ଘୁଷିବା ପାଇଁ ନିଶ୍ଚିତ କରନ୍ତୁ। ନଦୀ ଓ ନାଲା ନିକଟକୁ ଯିବା ମନା। ବିଦ୍ୟୁତ ତାର ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରୁହନ୍ତୁ। ବର୍ଷା ସମୟରେ ଗଛ ତଳେ ଠିଆ ହେବା ନାହିଁ। ନିଜ ସତର୍କ ନିଜେ ହିଁ କରନ୍ତୁ ବୋଲି ଅନୁରୋଧ। ଦର୍ଶକ ବନ୍ଧୁଗଣ, ଆଉ ରହିଲା ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ: ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରାଯାଉଛି। ଦର୍ଶକ ବନ୍ଧୁଗଣ, ପବନର ବେଗ 40 କିଲୋମିଟରରୁ 50 କିଲୋମିଟର ପର ଘଣ୍ଟାରେ ବହୁଥିବା 3ଟି ଜିଲ୍ଲା ଓ 60 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଅଛି। ଗଜପତି ଏବଂ ଗଞ୍ଜାମ ଓ ପୁରୀ ଜିଲ୍ଲାରେ। ଏହା ଥିଲା 28 ଅକ୍ଟୋବର ମଙ୍ଗଳବାର ପାଇଁ। ଏବେ ଦେଖିବା 29 ଅକ୍ଟୋବର ବୁଧବାରର ଅପଡେଟ୍। ପାଣିପାଗ ଅବସ୍ଥା ଅସ୍ଥିର ଗମ୍ଭୀର। 11ଟି ଜିଲ୍ଲାରେ ଅରେଞ୍ଜ, 14ଟି ଜିଲ୍ଲାରେ ୟେଲୋ, 5ଟି ଜିଲ୍ଲାରେ ରେଡ୍ ଜାରି ହୋଇଅଛି। ଏହାର ଅର୍ଥ ହେଲା ଏହି ଦିନ ଭାରୀରୁ ଅତି ଭାରୀ ବର୍ଷା ହେବ। 29 ତାରିଖରେ ପାଣିପାଗ ଅଧିକ ଅସ୍ଥିର ହେବା ଅନୁମାନ କରାଯାଉଅଛି। ଏହି ଦିନ ଗୋଟିଏ ତୀବ୍ର ଲୋ ପ୍ରେସର ବେ ଅଫ୍ ବେଙ୍ଗଲ ଉପରେ ଅଭିମୁଖେ ଗଡ଼ି ଆସୁଅଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ। ଚାଷ ଉପରେ ପ୍ରଭାବ ପଡ଼ିବ, ଚାଷୀ ଭାଇମାନେ ସାବଧାନ ହୁଅନ୍ତୁ। ମୁଖ୍ୟତଃ ଭାବରେ ଭୁଟ୍ଟା ଭିଜିବା, ମକା, ଧାନ ସବୁ ଭିଜିଯିବାର ଆଶଙ୍କା ଅଛି। ଧାନ କ୍ଷେତ ଓ ସବୁଜ ଫସଲ ପାଣିରେ ବୁଡ଼ି ପାରେ। ବାତ୍ୟା ସ୍ଥିତ ଜୋର ପବନ ବହିବ, ଫଳରେ ଗଛ ଓ ପୋଲ ଭାଙ୍ଗିପାରେ। ଗ୍ରାମ ଓ ନିମ୍ନ ଅଞ୍ଚଳରେ ପାଣି ଜମିପାରେ। ଅନିଶ୍ଚିତ ବନ୍ୟାର ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଅଛି। ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ। ପ୍ରବଳରୁ ଅତି ପ୍ରବଳ ବର୍ଷା, ଭାରୀରୁ ଅତି ଭାରୀ ବର୍ଷା, ତୁହା ବର୍ଷା ଲାଗି ରହିବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 60 କିଲୋମିଟରରୁ 70 କିଲୋମିଟର ପର ଘଣ୍ଟା। ବର୍ଷାର ପରିମାଣ ରହିବ 20 ସେଣ୍ଟିମିଟର ଅନୁମାନ କରାଯାଉଛି। ଏହି ଦିନ 70ରୁ 80 କିଲୋମିଟର ପର ଘଣ୍ଟାରେ ପବନ ବହିବ।
ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, ଗଜପତି। ଜିଲ୍ଲାରେ ଅଧିକ ପବନ ବହିବ। ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଏବଂ ବରଗଡ଼। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ 50ରୁ 60 କିଲୋମିଟର ପର ଘଣ୍ଟା। ବର୍ଷାର ପରିମାଣ 12 ସେଣ୍ଟିମିଟରରୁ 20 ସେଣ୍ଟିମିଟର ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି। ଏହି ଦିନ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର। ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। କିଛି କିଛି ସ୍ଥାନରେ ପାଗ ଶୁଖିଲା ରହିବ। ମେଘୁଆ ପାଗ ରହିବ। ବିଜୁଳି ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା, ଝଟକା ପବନ ବହିବ। ପବନର ବେଗ 40 କିଲୋମିଟରରୁ 50 କିଲୋମିଟର ବହିବ ଏବଂ 60 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଛି। ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରାଯାଉଛି। ଦର୍ଶକ ବନ୍ଧୁଗଣ, 30 ଅକ୍ଟୋବର 2025 ଗୁରୁବାରର ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ପାଣିପାଗ ବିଭାଗ ଦେଇଥିବା ସର୍ବୋଚ୍ଚ ସତର୍କ 5ଟି ଜିଲ୍ଲାରେ ରେଡ୍ ଆଲର୍ଟ, 9ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଏବଂ 16ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଅଛି। ଏହି ଦିନ ଭାରୀ ବର୍ଷା, ଜୋର ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଲୋକମାନଙ୍କ ପାଇଁ ସୁପାରିଶ, ଜରୁରୀ କାମ ଥିଲେ ହିଁ ଘରରୁ ବାହାରିବେ। ବିଦ୍ୟୁତ୍ ଯନ୍ତ୍ରପାତି ବନ୍ଦ କରି ରଖନ୍ତୁ। ପାଣି ଭରି ଯାଉଥିବା ନଦୀ, ନାଳ, ପୋଖରୀକୁ ଦୂରେଇ ରୁହନ୍ତୁ। ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ରକୁ ଯିବା ନିଷେଧ। ଯଦି ଯାଇଛନ୍ତି ଅତି ଶୀଘ୍ର ଫେରିବାର ବ୍ୟବସ୍ଥା କରନ୍ତୁ। ଧାନ, ମକା, ଭୁଟ୍ଟାକୁ ସୁରକ୍ଷିତ ରଖନ୍ତୁ। ସବୁଜ କଣିକା ଜାତୀୟ ଫସଲକୁ ସାବଧାନ କରନ୍ତୁ ବୋଲି ଅନୁରୋଧ। ବିଜୁଳି ବର୍ଷା ସମୟରେ ଗଛ ତଳେ ଓ ଖୋଲା ଜାଗାରେ ରୁହନ୍ତୁ ନାହିଁ। ନିମ୍ନ ଅଞ୍ଚଳରେ ଥିବା ଲୋକମାନେ ସତର୍କ ରୁହନ୍ତୁ ଓ ଜଳପ୍ରବାହ ଅଞ୍ଚଳରୁ ଦୂରରେ ରୁହନ୍ତୁ। ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ତୁହାକୁ ତୁହା ବର୍ଷା, ପ୍ରବଳରୁ ଅତି ପ୍ରବଳ ବର୍ଷା, ଝଡ଼ ତୋଫାନ। ବର୍ଷାର ପରିସ୍ଥିତି ଖରାପ। 60ରୁ 70 କିଲୋମିଟର ବେଗରେ ବହୁବ ପବନ। ଅଞ୍ଚଳଗୁଡ଼ିକ ହେଲା ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ। ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। 80 ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଅଛି। ବର୍ଷାର ପରିମାଣ 20 ସେଣ୍ଟିମିଟର ରହିବ। ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା। ଜିଲ୍ଲାରେ ପ୍ରବଳ ବର୍ଷା, ଝଡ଼ ତୋଫାନ, ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ। ପବନର ବେଗ ରହିବ 50 କିଲୋମିଟରରୁ 60 କିଲୋମିଟର ପର ଘଣ୍ଟା ଏବଂ 70 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଉଅଛି। ବର୍ଷାର ପରିମାଣ 12 ସେଣ୍ଟିମିଟରରୁ 20 ସେଣ୍ଟିମିଟର ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଅଛି। ମନ୍ଥା ନାମରେ ନାମିତ ଘୂର୍ଣ୍ଣିଝଡ଼ଟି ପୁରା ଓଡ଼ିଶାକୁ ମନ୍ଥି କରିଯିବ ବୋଲି ଅନୁମାନ କରାଯାଉଛି। ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ପାଗ ଶୁଖିଲା ରହିବ। ମେଘୁଆ ପାଗ ରହିବ। କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ପବନର ବେଗ ରହିବ 40 କିଲୋମିଟରରୁ 50 କିଲୋମିଟର ପର ଘଣ୍ଟା ଏବଂ ବର୍ଷାର ପରିମାଣ ରହିବ 7 ସେଣ୍ଟିମିଟରରୁ 11 ସେଣ୍ଟିମିଟର ମଧ୍ୟରେ ବୋଲି ଅନୁମାନ କରାଯାଉଅଛି। ଦର୍ଶକ ବନ୍ଧୁଗଣ, ସମସ୍ତ ଦର୍ଶକମାନଙ୍କୁ ଆମର ଅନୁରୋଧ, ପାଣିପାଗ ବିଭାଗ ଅପଡେଟକୁ ଶୁଣନ୍ତୁ ବା ଦେଖନ୍ତୁ। ଏହି ସତର୍କ ରୁହନ୍ତୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ଦର୍ଶକ ବନ୍ଧୁଗଣ, ସରକାରୀ ସୂଚନା ଓ IMDର ଅପଡେଟ ଆମ ଟିକେ ଓଡ଼ିଆ ଚ୍ୟାନେଲରେ ନିରନ୍ତର ଦିଆଯିବ।
ସେଥିପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ଟିକୁ ଅନ୍ କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁଗଣ, ଏହି ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ସତର୍କ ହୋଇପାରିବେ। ଆଜି ପାଇଁ ଏତିକି, ଆଉ ଏକ ନୂଆ ଅପଡେଟ୍ ସହ ଆସିବୁ। ଦର୍ଶକ ବନ୍ଧୁଗଣ, ଆଗାମୀ ଭିଡ଼ିଓରେ ଦେଖା ହେବ। ଏହି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ ବୋଲି ଅନୁରୋଧ। ଦିନ ସାରା ଭଲ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଓ ମସ୍ତ ରୁହନ୍ତୁ ବୋଲି କାମନା କରୁଅଛି। ଏହା ଥିଲା ଆଜିର ଓଡ଼ିଶା ୱେଦରର ବିଗ୍ ଅପଡେଟ୍। ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ନିତ୍ୟ ଅପଡେଟ୍ ପାଇବା ପାଇଁ। ଧନ୍ୟବାଦ ଓ ସାବଧାନ ରୁହନ୍ତୁ। ଜୟ ଜଗନ୍ନାଥ।